କୀର୍ତ୍ତିକିରୀଟିନୀ କଳାବିଳାସିନୀ ମନ୍ଦିରମାଳିନୀ ଗୌରବଗରବିଣୀ ତଟିନୀ ମେଖଳା କାନନ କୁନ୍ତଳା ସୁଜଳା ସୁଫଳା ଶସ୍ୟଶ୍ୟାମଳା ଚାରୁହାସମୟୀ ଚାରୁଲାସମୟୀ ଚାରୁହାସମୟୀ ସୁନ୍ଦରଶାଳୀ କବିକୁଳମୌଳି ତାଳତମାଳ ଶୁଭ୍ରତଟିନୀ କୂଳ ପୁଣ୍ୟତୀର୍ଥଭୂମି ପୁଣ୍ୟପ୍ରଦେଶ ମୋ ଉତ୍କଳ ଦେଶ। ଏହି ଉତ୍କଳ ପ୍ରଦେଶର ସବୁ ଜ୍ଞାନଦୀପ୍ତ ଉତ୍କଳୀୟମାନଙ୍କୁ ଆଜିର ଏହି ଆଲୋଚନାକୁ ସ୍ୱାଗତ କରୁଛି। ଆଜିର ଆଲୋଚନା ଓଡ଼ିଆ ଅସ୍ମିତାର ଓଙ୍କାର। ହେ ଜ୍ଞାନଦୀପ୍ତ ଉତ୍କଳୀୟମାନେ, ବିଗତ କିଛି ଦିନ ଧରି ଗୋଟିଏ ଶବ୍ଦ ଅସ୍ମିତା ବ୍ୟାପକ ଭାବରେ ଆମ ଭାଷାରେ ବ୍ୟବହୃତ ହେଉଛି। କୁହାଯାଏ ବା ଶୁଣାଯାଏ ଏହି 3 ଅକ୍ଷର ବିଶିଷ୍ଟ ଶବ୍ଦଟି ଓଡ଼ିଶା ରାଜନୈତିକ ଇତିହାସରେ ଏକ ବିରାଟ ପରିବର୍ତ୍ତନ ଆଣିପାରିଲା ବା ଦୀର୍ଘ 24 ବର୍ଷର ଏକ ସ୍ଥିର ସରକାରକୁ ବିରୋଧୀ ଦଳକୁ ଠେଲିଦେଲା। ତେଣୁ ଏହି 3 ଅକ୍ଷର ବିଶିଷ୍ଟ ଶବ୍ଦଟି ଅତୀବ ପ୍ରଭାବଶାଳୀ ଏବଂ ଜନମାନସକୁ ଏହି ଶବ୍ଦଟି ଛୁଇଁ ଯାଇଛି ବା ଆକୃଷ୍ଟ କରିପାରିଛି, ଏଥିରେ ସନ୍ଦେହ ନାହିଁ। ରାଜନୈତିକ ଦଳମାନଙ୍କର ନିର୍ବାଚନ ଘୋଷଣାପତ୍ରରେ ଅନେକ ପ୍ରତିଶ୍ରୁତି ଥିଲେ ମଧ୍ୟ ଏହି 3 ଅକ୍ଷର ବିଶିଷ୍ଟ ଶବ୍ଦଟି କାହିଁକି ଲୋକଙ୍କୁ ଏତେ ପ୍ରଭାବିତ କଲା? ତେବେ ଏହି ଶବ୍ଦଟି ଓଡ଼ିଆ ଲୋକଙ୍କୁ ଏତେ ନୂଆ ଲାଗିଲା କାହିଁକି? ଅବଶ୍ୟ ଓଡ଼ିଆ ଭାଷା ସାହିତ୍ୟରେ ରୁଚି ରଖୁଥିବା ଉତ୍କଳୀୟମାନଙ୍କ ପାଇଁ ଏହି ଶବ୍ଦଟି ଅତି ପରିଚିତ। ଏହା କ'ଣ ସୂଚାଇ ଦିଏ କି ଆମେ ଆମ ଭାଷା ପ୍ରତି ଅବଜ୍ଞାତ ବା ଆମେ ଏତେ ମାତ୍ରାରେ ବୈଦେଶିକ ଶବ୍ଦର ପ୍ରଭାବରେ ପ୍ରଭାବିତ ଯେ ଆମ ଭାଷା ବି ଆମକୁ ବେଳେବେଳେ ନୂଆ ନୂଆ ଲାଗେ ବା ଆମ ଭାଷା ବା ଆମ ଶବ୍ଦ ଭଣ୍ଡାର ଏତେ ମାତ୍ରାରେ ସମୃଦ୍ଧ ଯେ ଆମେ ଆମର ସବୁ ଶବ୍ଦ ଗୁଡ଼ିକୁ ବ୍ୟବହାର କରିପାରୁନାହୁଁ। ଆମ ଭାଷାର ସବୁ ଶବ୍ଦ ଗୁଡ଼ିକ ଆମ ବ୍ୟବହାରରେ ଆସୁନାହିଁ। ଭାଷାରେ 30,000ରୁ 40,000 ଶବ୍ଦ ଆମ ଦୈନନ୍ଦିନ ଜୀବନରେ ବ୍ୟବହାର ହୁଏ। ମାତ୍ର ଉତ୍କଳୀର ବିଶ୍ୱକୋଷ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ 1,85,000 ଶବ୍ଦ ରହିଛି। ଯାହା ହେଉ, ପାଖାପାଖି 100 ବର୍ଷ ତଳେ ପ୍ରକାଶ ପାଇଥିବା ଏହି ଭାଷାକୋଷଟି ଅସ୍ମିତା ଶବ୍ଦଟିକୁ ଅତି ସୁନ୍ଦର ଭାବରେ ବର୍ଣ୍ଣିତ କରିଛନ୍ତି। 130 ବର୍ଷ ତଳେ ରାଧାନାଥ ରାୟଙ୍କ ଚିଲିକା କାବ୍ୟରେ ଏହି ଅସ୍ମିତା ଶବ୍ଦର ବ୍ୟବହାର ହୋଇଛି। ଖର ସ୍ୱର କରେ ତାରକା ଯେସନ ଅସ୍ମିତା ବିସ୍ମୟେ ହେଲା ନିମଗନ। ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ପ୍ରଥମ ଖଣ୍ଡ ବା ସ୍ୱରବର୍ଣ୍ଣର ପୃଷ୍ଠା 667ରେ ଏହାର ସଂକଳକ ରାୟବାହାଦୁର ଗୋପାଳ ଚନ୍ଦ୍ର ପ୍ରହରାଜ ଏହି ଶବ୍ଦକୁ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି। ଅସ୍ମିର ଅର୍ଥ ମୁଁ ଅଛି, ତା ହେଉଛି ଭାବ ଅର୍ଥାତ୍ ମୁଁ ଅଛିର ଭାବ, ମୋ ଉପସ୍ଥିତିର ଭାବ। ମୋଟାମୋଟି ଭାବରେ କହିବାକୁ ଗଲେ ଅହଙ୍କାର ରହିତ ଆତ୍ମ ସ୍ୱାଭିମାନକୁ ଅସ୍ମିତା ବୋଲି ବୁଝିବାକୁ ହେବ। ଏହି ଶବ୍ଦଟି ଆମ ଶବ୍ଦ ଭଣ୍ଡାରରେ ଏକ ତଦ୍ଭବ ଶବ୍ଦ। କେହି କେହି ଏହାକୁ ଅନ୍ୟ ଅର୍ଥରେ ରାଜନୈତିକ ଉଦ୍ଦେଶ୍ୟ ରଖି ଅହଙ୍କାର ବା ଅହଂଜ୍ଞାନ ବୋଲି ଅଭିହିତ କରନ୍ତି। ଠିକ୍ କଥା। ଗୋଟିଏ ଜାତି ଏତେ ମାତ୍ରାରେ ସମୃଦ୍ଧ ହେଲେ, ତା'ର ଭାଷା ସାହିତ୍ୟ କଳା ନୈପୁଣ୍ୟ ଅତୀବ ଉନ୍ନତ ହେଲେ, ତା'ର ମାନବ ସମ୍ବଳ ଭାରତବର୍ଷକୁ ପ୍ରଗତିର ବାଟ ଦେଖାଇଲେ, ଅନେକ କ୍ଷେତ୍ରରେ ବିଶ୍ୱରେ ନିଜକୁ ଗୁରୁ ଭାବରେ ପ୍ରତିପାଦିତ କଲେ, ଗର୍ବ କରିବା ତ ସ୍ୱାଭାବିକ କଥା। ତେବେ ଯାଇ ସାରା ବିଶ୍ୱରେ ଆମେ ଆମର ଉପସ୍ଥିତିର ଭାବ ବା ମୁଁର ଭାବକୁ ବା ସ୍ୱାଭିମାନକୁ ଜାହିର କରିପାରିବା। ମାତ୍ର ଏହି ସ୍ୱାଭିମାନ ବା ଉପସ୍ଥିତି ଅହଙ୍କାର ବିବର୍ଜିତ ତଥା ନିଶ୍ଚିତ ଭାବରେ ଜଣେ ଗର୍ବିତ ଓଡ଼ିଆ ପାଇଁ ଅସ୍ମିତା। ଆମ ଅସ୍ମିତା ଆମ ପରିଚୟ, ଆମ ଗର୍ବ। ଏହି ଅସ୍ମିତା ବିନା ଏକ ସମୃଦ୍ଧ ଜାତିର ଗୌରବଗାଥା ରଚନା କରାଯାଇପାରେ ନା। ହେ ବନ୍ଧୁଗଣ, କପିଳମୁନି କପିଳ ସଂହିତାରେ ଉଲ୍ଲେଖ କରିଛନ୍ତି, ବର୍ଷାନାଂ ଭାରତଃ ଶ୍ରେଷ୍ଠୋ ଦେଶାନାଂ ଉତ୍କଳ ଶ୍ରୁତଃ ଉତ୍କଳସ୍ୟ ସମୋ ଦେଶଃ
ଦେଶ ନାସ୍ତି ମହିତଳେ। ରତ୍ନଗର୍ଭା ଓଡ଼ିଶାର ମାଟି ତଳେ ଯେତିକି ସମ୍ପଦ ଭରି ରହିଛି, ମାଟି ଉପରେ ମଧ୍ୟ ମାନବ ସମ୍ବଳର ପୂର୍ଣ୍ଣ ପ୍ରାଚୁର୍ଯ୍ୟ ରହିଛି। ଉଚ୍ଚମାନର ଲୁହାପଥର, ବକ୍ସାଇଟ୍, କ୍ରୋମାଇଟ୍, ମାଙ୍ଗାନିଜ ଖଣିର ପ୍ରଚୁର ଭଣ୍ଡାର ସହିତ କୋଇଲା, ଚୁନପଥର, ଡୋଲୋମାଇଟ୍, ଟିନ୍, ନିକେଲ, ଗ୍ରାଫାଇଟ୍, ରତ୍ନପଥର, ସୁନା, ହୀରା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଧାତୁ ଏବଂ ପଥରର ଅସରନ୍ତି ଭଣ୍ଡାର ହେଉଛି ଓଡ଼ିଶାକୁ ପ୍ରକୃତିର ଦାନ। ଖଣିଜ ପଦାର୍ଥ ଭିତ୍ତିକ ଅନେକ ଶିଳ୍ପର ସୁଯୋଗ ଓ ସମ୍ଭାବନା ରହିଛି ଓଡ଼ିଶାରେ। ସୁଦୀର୍ଘ ବେଳାଭୂମି ମୋ ରାଜ୍ୟର ସମୁଦ୍ର ତଟକୁ ମନମୁଗ୍ଧ କରିବା ସହିତ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିଥାଏ। ମୋ ପ୍ରଦେଶର ଅନେକ ଯୋଗଜନ୍ମା ଓଡ଼ିଆ ଆଜି ଭାରତବର୍ଷରେ ବିଭିନ୍ନ ବିଭାଗରେ ଅତି ସଫଳତାର ସହିତ ନେତୃତ୍ୱ ନେଇ ମୋ ଜାତିର ବିଜୟ ବୈଜୟନ୍ତୀକୁ ଫରଫର ଉଡ଼ାଉଛନ୍ତି। ହେ ଉତ୍କଳୀୟମାନେ, ମୋ ଜାତି, ମୋ ଭାଷା, ମୋ କଳା ନୈପୁଣ୍ୟ, ମୋ ସଂସ୍କୃତି ଏତେ ମାତ୍ରାରେ ସମୃଦ୍ଧ, ଏହା ବିଷୟରେ ଯେତେ ବର୍ଣ୍ଣନା କଲେ ମଧ୍ୟ ମନ ବୁଝିବ ନାହିଁ। ତେଣୁ ଉପସ୍ଥାପନଟି ଟିକିଏ ଲମ୍ବା ହେବ। ଧୈର୍ଯ୍ୟର ସହିତ ଦେଖିବାକୁ ବା ଶୁଣିବାକୁ ବିଶେଷ ଅନୁରୋଧ। ସବୁ ଧାମ ମଧ୍ୟରେ ଶ୍ରେଷ୍ଠ ଧାମ ମୋର ଏହି ଶ୍ରୀକ୍ଷେତ୍ର ଧାମ। ମୋ ଓଡ଼ିଶା, ମୋ ଓଡ଼ିଆ ଭାଷା, ମୋ ରାଜ୍ୟର କୋଣାର୍କ, ଭାରତର ଅନ୍ୟତମ ସପ୍ତାଶ୍ଚର୍ଯ୍ୟ। 12 ବର୍ଷର ଶିଳ୍ପୀ ଧରମା, 12 ବର୍ଷର ସର୍ବକନିଷ୍ଠ ଶହୀଦ ବାଜି ରାଉତ, ଭାଷାଭିତ୍ତିକ ପ୍ରଥମ ରାଜ୍ୟ, ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତ ଭାଷା, ପ୍ରଥମ ସ୍ୱାଧୀନତା ସଂଗ୍ରାମ, ସିପାହୀ ବିଦ୍ରୋହ, ମୋ ରାଜ୍ୟର କଳା ଭାସ୍କର୍ଯ୍ୟ, ପର୍ବପର୍ବାଣୀ ଅନନ୍ୟ। ମୋ ରାଜ୍ୟର ମହାପୁରୁଷ ଗୋପବନ୍ଧୁ, ମଧୁବାବୁ, ସୁଭାଷ ବୋଷ, ମାଳତୀ ଦେବୀ, ରମା ଦେବୀ, ରାଣୀ ଲକ୍ଷ୍ମୀବାଇ, ବିପ୍ଳବୀ ଧରଣୀଧର ଆଜି, ବୀର ବୀରଙ୍ଗନା ଚିରବନ୍ଦିତ, ପୂଜ୍ୟ, ଅଭିନନ୍ଦିତ, ଯେଉଁମାନଙ୍କ ପାଇଁ ଆମେ ଗର୍ବିତ। ଏ ମାଟିର ସ୍ୱନାମଧନ୍ୟା କନ୍ୟା ମାନନୀୟା ଦ୍ରୌପଦୀ ମୁର୍ମୁ ମହାଶୟା ଦେଶର ମହାମହିମ ରାଷ୍ଟ୍ରପତି ପରି ସର୍ବୋଚ୍ଚ ଆସନ ଅଳଙ୍କୃତ କରି ଏ ମାଟିର ଗାରିମାକୁ ମହନୀୟ କରିଛନ୍ତି। ଏ ମାଟି ହେଉଛି ତ୍ୟାଗ, ବୀରତ୍ୱ, କଳା ନୈପୁଣ୍ୟ, ସଙ୍ଗୀତ, ନୃତ୍ୟ ନୈପୁଣ୍ୟ ତଥା ଜଗନ୍ନାଥଙ୍କ ମାଟି। ଭାଷା ଆମର ଓଡ଼ିଆ ଭାଷା। ପୃଥିବୀର 6702 ଗୋଟି ଭାଷା ମଧ୍ୟରୁ ମୋ ଭାଷା ଓଡ଼ିଆ ଭାଷା ସର୍ବାଧିକ ରସାନନ୍ଦପୂର୍ଣ୍ଣ ଭାଷା, ସାମାଜିକ ବିଜ୍ଞାନ ସମ୍ମତ ଭାଷା, ଯାହାର ପ୍ରମାଣ ଏ ମାଟିର ମହାକବି ସନ୍ଥ କବି ଭୀମ ଭୋଇ ପ୍ରମାଣ କରିଛନ୍ତି। ଓଡ଼ିଆ ଭାଷାର ଉନ୍ନତ ସାହିତ୍ୟ, ପ୍ରାଚୀନତା, ଭିନ୍ନତା, ତଥ୍ୟ, ତତ୍ତ୍ୱ, ଲୁକ୍କାୟିତ ଦର୍ଶନକୁ ବିଚାରକୁ ନେଇ ଭାରତ ସରକାରଙ୍କ କେନ୍ଦ୍ର ସାହିତ୍ୟ ଏକାଡେମୀ 2014 ମାର୍ଚ୍ଚ ମାସ 11 ତାରିଖରେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିଛନ୍ତି। ଭାଷାଭିତ୍ତିକ ରାଜ୍ୟ ଗଠନ ପରେ ଭାଷାର ଶାସ୍ତ୍ରୀୟ ମାନ୍ୟତା ଓଡ଼ିଆ ଅସ୍ମିତାର ପରିଚାୟକ। ଗୋଟିଏ ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତ ଭାଷା ଆମ ଭାଷା, ଯାହା ନିଶ୍ଚିତ ଭାବରେ ଗୋଟିଏ ଜାତି ପାଇଁ ଗର୍ବ ଓ ଗୌରବର ବିଷୟ। ଇଣ୍ଡୋ ଆର୍ଯ୍ୟ ଶ୍ରେଣୀର ପ୍ରଥମ ଭାଷା ଭାବରେ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ଲାଭ କରିଛି। ଆମେ ଓଡ଼ିଆ ବୋଲି କାହିଁକି ନିଜକୁ ଗର୍ବିତ ମନେ କରିବା? କ'ଣ ସବୁ ଓଡ଼ିଆ ଅସ୍ମିତାର ଆଉ ପରିଚାୟକ ରହିଛି, ସେ ବିଷୟରେ ପରବର୍ତ୍ତୀ ଭାଗ ଗୁଡ଼ିକରେ ଆଲୋଚନା କରିବା। ଉପସ୍ଥାପନଟିକୁ ସମୟ ଦେଇ ଦେଖିଥିବାରୁ ଶୁଣିଥିବାରୁ ହୃଦୟରୁ କୃତଜ୍ଞତା ଜ୍ଞାପନ କରୁଛି। ଧନ୍ୟବାଦ। ବନ୍ଦେ ଉତ୍କଳ ଜନନୀ। ଆଜିର ଦିନଟି ଆପଣମାନଙ୍କ ପାଇଁ ମଙ୍ଗଳମୟ ହେଉ।